तं त्वाखिलात्मदयिते चरमाश्रितानां सर्वार्थदं स्वकृतवित् विसृजेत को नु को वा भजेत् किमपि विस्मृतयेऽनुभृत्यै किं वा भवेन्न तव पादरजोजुषाङ्न। प्रभु आपण तो समस्तंकर प्रियतम स्वामी, आपण ही समस्तंकर आत्मा एवं आपण अनन्य शरणागत को सबकिछि देई दियंती। आपण बलि एवं प्रहलाद आदि को जेपरी कृपा करिसेंती से कथा सुनिला परे, से कथा जानिला परे एमती केउ पुरुष रहिछि जे आपण को छाड़ी देव। अशेष भुवन कारण तु नाथ जगत धारण, तु नाथ भूत तत्वज्ञाता अशेष कर्म फलदाता। प्रभु तुम्हें तो सारा संसार भितरे जेहेतु क्षिप अप तेज मरुत व्योम पंच महाभूतर स्रष्टा, से भूततत्व विषय आपण ही सर्वज्ञ। केवल आपण सर्वज्ञ नहंती प्रभु, आपण मध्य कृतज्ञ। मन रखिबा प्रिय दिव्यात्मन, जेमिति जी सबु जानती तांकु सर्वज्ञ कहा जाए, जी वेद को जानती तांकु वेदज्ञ कहा जाए। मनुष्यर समस्त कृतकर्म को जे जानी पारंती तांकु कृतज्ञ कहा जाए। महाप्रभुंकर जोड़िए विशेषण कृतज्ञ कृतघ्न। जीवर समस्त कर्म को जानी पारंती बोली से होचंती कृतज्ञ, एवं शरणागतर समस्त कर्म को, समस्त कर्म बंधन को, समस्त कर्म आसक्ति को घ्न माने काटी पकेबा। सेथिपाई महाप्रभु कृतघ्न खंडनाथ सर्वदुखानां अखंडानंद दानतः स्वभावात दारुरेश ही परम ब्रह्म विधीयते। महाप्रभु जीवर समस्त पाप को खंडन कला परी दक्षता रखिचंती। निया भितरे जेमती सबको पोड़ी दबार दक्षता रही, ठीक सेहीपरि महाप्रभुଙ୍କ पाखरे समस्त कर्म बंधन पोड़ी जीवार दक्षता रही। आज जेतेबेले उद्धव पचारुछंती प्रभुए जोग धर्म तुमि नाथ कहिल विस्तारी, काहार सकति जोग साधिबारे पारी। बहु जन्म धरी साधे महाजोगी गण, समाधि धारणा ध्यान चित्त समाधान। जो जोग साधनार कथा प्रभु आपण कहउचंती से सब जोगींद्र मुनींद्र मानकर कथा। हे उपदेश कह जगत निवास, सुखे जेन तरे लोक भव पास। कौन कले प्रभु अति सहजरे समस्त भवबंधन तुटिजीव। महाप्रभु टिके मुर्की मुर्की हसचंती। उद्धव हऊ ठीक अच्छे, शुण तेबे शुण उद्धव साधु धीर, जे धर्म परम मंगल। मु सेई धर्मर कथा कहिबी जहा हेउछि परम मंगल कारक। जे धर्म आचरिण नर, हेले खंडई मृत्यु काल। जो धर्म आचरण कले जीव सहजरे हेले खंडई, हेले माने सहजरे खंडन करदेव मृत्युर फास को। जानिଛ उद्धव, मोर भकत बसे जहीं सकल तीर्थ थांती तहीं। जे धर्म करे मो भकत
ଉଦ୍ଧବ କର ସେହି ମତ। ଆମେ ତ ଆଗରୁ ଶୁଣିଛେ ମହାପ୍ରଭୁ ବଡ଼ ଉଦାତ୍ତ କଣ୍ଠରେ କହନ୍ତି, ମୋର ଭଗତ ମୋର ମିତ୍ର ସେ କରେ ଜଗତ ପବିତ୍ର। ଆଜି ସେଇ କଥା ହିଁ ପ୍ରଭୁ ଦୋହରଉଛନ୍ତି। ଉଦ୍ଧବ ମନେ ରଖ, ଯେଉଁଠି ମୋର ଭକ୍ତ ଥାଏ ସେଠି ସମସ୍ତ ତୀର୍ଥ ଥାନ୍ତି। ମୋ ଭକ୍ତ ଯେଉଁ କର୍ମ କରେ ତୁମେ ଯଦି ସେଇ କର୍ମ କରିବ ଅବଶ୍ୟ ମୁକ୍ତି ପାଇବ। ଉଦ୍ଧବ ଚାହିଁଲେ, ପ୍ରଭୁ ଆପଣଙ୍କର ଭକ୍ତ କେଉଁ କର୍ମ କରନ୍ତି? ମୋ ଭକ୍ତର କୌଣସି ବିଚାର ନଥାଏ। ମୋ ଭକ୍ତର କେବଳ ଗୋଟିଏ ବିଚାର ଥାଏ, କ'ଣ କଲେ ମୋ ପ୍ରଭୁ ଖୁସି ହେବେ। ଜାଣିଛ, ମୋ ଭକ୍ତ ଯେତେବେଳେ ମୋତେ ପୂଜା କରେ, ମୋର ଯାତ୍ରା କରେ, ମୋର ଉପାସନା କରେ, ଏପରିକି ମୋର କୀର୍ତ୍ତନ କରେ, ମନନ କରେ, ମୋ ଆଗରେ ନାଚେ ଗାଏ, ସବୁ ପଛରେ କ'ଣ ଉଦ୍ଦେଶ୍ୟ? ପ୍ରଭୁ ପ୍ରୀତି ଅର୍ଥେ। ଜୀବନର ସମସ୍ତ କର୍ମ କେବଳ ମହାପ୍ରଭୁଙ୍କର ଖୁସି ପାଇଁ ଏଇ ବିଚାର ରଖିଥାଏ ମୋର ଭକ୍ତ। ପ୍ରତ୍ୟେକ କର୍ମରେ ମୋର ନିର୍ଦ୍ଦେଶକୁ ସେ ଅନୁଭବ କରେ। ପ୍ରତ୍ୟେକ ସ୍ଥାନରେ ମୋର ଅବସ୍ଥିତିକୁ ଅନୁମାନ କରେ ଏବଂ ପ୍ରତ୍ୟେକ ଜୀବ ଭିତରେ ମୋର ସୂକ୍ଷ୍ମାତି ସୂକ୍ଷ୍ମ ଅବସ୍ଥାକୁ ଅବଶ୍ୟ ଜ୍ଞାନ କରେ, ଯେଉଁଥିପାଇଁ ସେ ହୁଏ ସମଦ୍ରଷ୍ଟା। ଥରେ ଭକ୍ତିର ଭାବରେ ରଞ୍ଜିତ ହୋଇଗଲେ, ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନି ଶୁନି ଚୈବ ସୋପାକେଚ ପଣ୍ଡିତା ସମଦର୍ଶିନଃ। ଶ୍ରୀମଦ୍ ଭଗବତ ଗୀତାରେ ପଞ୍ଚମ ଅଧ୍ୟାୟ 18 ନମ୍ବର ଶ୍ଲୋକରେ ମହାପ୍ରଭୁ ନିଜେ କହୁଛନ୍ତି, ଅର୍ଜୁନ, ଯିଏ ପ୍ରକୃତରେ ପଣ୍ଡିତ ହୁଏ ସେ ସମଦର୍ଶୀ ହୁଏ। କେବଳ ସେତିକି ନୁହେଁ, ଆବ୍ରାହ୍ମଣ ଚଣ୍ଡାଳ ସ୍ଥାବର ଜଙ୍ଗମ ଏପରିକି ପଶୁପକ୍ଷୀମାନଙ୍କ ଭିତରେ ମଧ୍ୟ ମହାପ୍ରଭୁଙ୍କର ଅସ୍ତିତ୍ୱ ଅନୁଭବ କରି ସେ ମହାପ୍ରଭୁଙ୍କୁ ଧ୍ୟାନ କରୁଥାଏ। ତେଣୁ ଉଦ୍ଧବ, ଯଦି କେଉଁ ଧର୍ମ କଲେ ସହଜରେ ମୁକ୍ତି ପାଇବ ବୋଲି ଇଚ୍ଛା କରୁଛ, ଏଣୁ ମୁଁ ସର୍ବଭୂତେ ଥାଇ ପର ପର ମୋର ନାହିଁ। ଏଘେନି ସକଳ ସମାନେ ଦେଖ ତୁ ପ୍ରେମ ତତ୍ତ୍ୱ ଜ୍ଞାନେ। ମୁହିଁ ବସଇ ସର୍ବଭୂତେ ଏମନ୍ତେ ଦେଖିବ ନିରତେ। ଯେତେବେଳେ ମୋତେ ତୁମେ ପ୍ରତ୍ୟେକ ଜାଗାରେ ଦେଖିବାକୁ ଇଚ୍ଛା କରିବ, ସେତେବେଳେ ମଦମାଶ୍ଚର୍ଯ୍ୟ ଅହଙ୍କାର କ୍ରମେ ସକଳ ହୁଅନ୍ତି ଦୂର। ଧୀରେ ଧୀରେ ଜୀବନ ଭିତରୁ ସମସ୍ତ ଅହଙ୍କାର, ସମସ୍ତ ମାଶ୍ଚର୍ଯ୍ୟ ବୃତ୍ତି, ମାଶ୍ଚର୍ଯ୍ୟ ମାନେ ହୀନମନ୍ୟତା, ମୁଁ କିଛି କରିପାରିଲିନି, ମୁଁ ପଛେଇ ଗଲି, ସର୍ବଦା ନିନ୍ଦନ୍ତି ଲୋକେ ଧିଗସ୍ତୁ ମମ ଜୀବନମ୍ ଇତି ମତ୍ୱା ଯଃ ସ୍ୱଚିତ୍ତେ ସ ମାଶ୍ଚର୍ଯ୍ୟ ଇତି ପ୍ରୋକ୍ତଃ। ମୁଁ ସଂସାରରେ ନିନ୍ଦିତ ହୋଇଗଲି, ମୁଁ ଧନୀ ହୋଇପାରିଲିନି, ମୁଁ ଜ୍ଞାନୀ ହୋଇପାରିଲିନି, ମୁଁ ମାନି ହୋଇପାରିଲିନି। ଯେତେବେଳେ ଯିବ ସର୍ବତ୍ର ଈଶ୍ୱରଙ୍କର ସ୍ଥିତିକୁ ଅନୁଭବ କରିବ, ସେ ନିଜର ଦୁଃଖାତ୍ମକ ସ୍ଥିତିକୁ ମଧ୍ୟ ଈଶ୍ୱର ଇଚ୍ଛା ବୋଲି ଭାବି ନେଇଯିବ। ହଁ, ଏଇଠି ଗୋଟିଏ କଥା ମହାପ୍ରଭୁ ମଧ୍ୟ ସ୍ପଷ୍ଟ ଭାବରେ କହୁଛନ୍ତି, ଯଦି ସମସ୍ତ ଭୂତେ ମୋର ଭାବ ଯାବତ ନୋହିଛି ସମ୍ଭବ। ଯଦି ସବୁ ଜାଗାରେ ମୋତେ ଦେଖିଲା ଭଳିଆ ଦକ୍ଷତା ବ୍ୟକ୍ତି ଭିତରେ ନ ଆସିଛି, ତେବେ କ'ଣ କରିବ ସେ? ତାବତ ଉପାସନା ମୋର ମନ ବଚନ କାୟେ କର। ସେ ପର୍ଯ୍ୟନ୍ତ ମୋର ଉପାସନା କରୁଥିବ, ମନରେ, ବଚନରେ, କାୟ ମାନେ ଶରୀରରେ। ଯଦି କେହି ପ୍ରଶ୍ନ କରିବେ, ମନରେ କେମିତି ଈଶ୍ୱରୀୟ ଉପାସନା ହେବ? ମନରେ ମହାପ୍ରଭୁଙ୍କର ଚିନ୍ତା ରହିବ, ବଚନରେ ପ୍ରାର୍ଥନା ରହିବ, ଦେହରେ ମହାପ୍ରଭୁଙ୍କର ସେବା ରହିବ। ଏବଂ ଏପରି କଲେ ଏ ରୂପେ ଉପାସନ୍ତେ ମୋତେ ଈଶ୍ୱର ଦେଖି ସର୍ବଭୂତେ। ଆତ୍ମା ସାକ୍ଷାତ ହୁଏ ଯେବେ ଛାଡ଼ିବ ସର୍ବ କାମ ତେବେ। ଧୀରେ 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 ବ୍ୟକ୍ତିର ଚିନ୍ତା ଚେତନାରେ ଗୋଟିଏ ପରିବର୍ତ୍ତନ ଆସିବ।
ଏପରି ଗୋଟେ ସମୟ ଆସିବ କେବଳ କର୍ମ ଫଳ ତ୍ୟାଗେ ରମିବ ମୋର ଅନୁରାଗେ। ସେ ଧୀରେ ଭକ୍ତ ହୋଇଯିବ ଏବଂ ଆଉ କର୍ମଫଳ ଆଶା କରିବ ନାହିଁ। ସେ ନର ଭବ ସିନ୍ଧୁତରେ ନ ପଡ଼େ ଘୋର ଅନ୍ଧକାରେ। ଜୟ ଶ୍ରୀକୃଷ୍ଣ।